ମୁଁ ଆସ୍ତିକ ମିଶ୍ର ଖଣ୍ଡପଡ଼ା ଏନ୍ଏସି 6 ନମ୍ବର ୱାର୍ଡ଼ର ସ୍ଥାୟୀ ବାସିନ୍ଦା ଏବଂ କିଟ୍ ବିଶ୍ୱବିଦ୍ୟାଳୟର ବିଟେକ୍ କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ର। ଦେଖନ୍ତୁ, ବିଦ୍ୟାନଗରୀ ଖଣ୍ଡପଡ଼ା ପଠାଣି ସାମନ୍ତଙ୍କୁ ନେଇ ଗର୍ବ ସବୁବେଳେ କରିଥାଏ, କିନ୍ତୁ ଆଜିର କଥା ଉଠୁଛି କି ଖଣ୍ଡପଡ଼ାରେ ଭିନ୍ନ ଭିନ୍ନ ଦିନରେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ମୁଁ ମୋ ନିଜସ୍ୱ ମତରେ କହିବି, ପଠାଣି ସାମନ୍ତ ପୌଷ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ ଏବଂ 1835 ମସିହାର ପୌଷ କୃଷ୍ଣ ଅଷ୍ଟମୀ ଡିସେମ୍ବର 13 ତାରିଖ ଦିନ ପଡ଼ିଥିଲା, ଯାହାକି ଇଂରାଜୀ ତାରିଖ ଅନୁସାରେ ତାଙ୍କର ପ୍ରକୃତ ଜନ୍ମଦିନ। ଏବଂ ଯଦି ତିଥି ଅନୁସାରେ ଦେଖାଯିବ ତେବେ ପୌଷ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ତାଙ୍କର ଜନ୍ମତିଥି। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ଯେଉଁ ବର୍ଷଠାରୁ ତାଙ୍କର ଜନ୍ମଦିନ ପାଳନ କରିବା ଆରମ୍ଭ କରିଛନ୍ତି, ସେହି ବର୍ଷ ପୌଷ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିଟି ଡିସେମ୍ବର 24 ତାରିଖରେ ପଡ଼ିଥିଲା, ଯେଉଁ କାରଣରୁ ସେହି ବର୍ଷରୁ ପ୍ରତିବର୍ଷ ଡିସେମ୍ବର ମାସ 24 ତାରିଖକୁ ମଧ୍ୟ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଇ ଆସୁଅଛି। ଏହି ବର୍ତ୍ତମାନ ପରିସ୍ଥିତିର ଏକ ମୁଖ୍ୟ ବିଷୟ, କାହିଁକି ନା ଯାହାଙ୍କୁ ନେଇ ଖଣ୍ଡପଡ଼ା ଗର୍ବ କରୁଛି, ଯାହାଙ୍କ ପାଇଁ ଆମେ ଗର୍ବ କରୁଛେ, ଯେଉଁ ପଠାଣି ସାମନ୍ତ ହିଁ ଖଣ୍ଡପଡ଼ା ମାଟିରେ ଜନ୍ମ ହୋଇଥିଲେ, ଏବେକାର ପିଢ଼ିର ପିଲାମାନେ ତାଙ୍କୁ ଯଦିଓ ନାମ ଜାଣିଛନ୍ତି, କେହି ପିଲା ଅଛନ୍ତି ତାଙ୍କ ନାମ ମଧ୍ୟ ଜାଣିନାହାନ୍ତି, ଆଉ ସେ ଖଣ୍ଡପଡ଼ା ମାଟିରେ ଜନ୍ମ ହୋଇଥିଲେ ମଧ୍ୟ ଜାଣିନାହାନ୍ତି। ଏଟାର ଯଦି ଆମେ ତନ୍ନ କରି ବିଶ୍ଳେଷଣ କରିବା, ତେବେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ଉପଯୁକ୍ତ ବିକାଶ ହେଇପାରୁନାହିଁ। ମାନେ କେବଳ ଡିସେମ୍ବର ମାସ ଆସିଲେ କି ତାଙ୍କର ଜନ୍ମତିଥି ଆସିଲେ ଆମେ ପଠାଣି ସାମନ୍ତଙ୍କୁ ମନେ ପକାଉଛେ କିମ୍ବା ତାଙ୍କର ସ୍ମୃତି ଚାରଣ କରୁଛେ, କିନ୍ତୁ ଯଦି ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ବକ୍ତୃତା ପ୍ରତିଯୋଗିତା ଆଦି ହୁଅନ୍ତା, ବିଦ୍ୟାଳୟ ସ୍ତରରେ ସେମିନାର ମାନ ହୁଅନ୍ତା, ତେବେ ପିଲାମାନଙ୍କର ଏହା ବୋଧ ହୁଅନ୍ତା କି ପଠାଣି ସାମନ୍ତ ବୋଲି ଜଣେ ମହାନ ଜ୍ୟୋତିର୍ବିଦ ଯେ ବିଶ୍ୱସ୍ତରରେ ନାମ କରିଥିଲେ, ସିଏ ଆମ ଖଣ୍ଡପଡ଼ା ମାଟିର ଥିଲେ। ଏବଂ ଯେଉଁ ତାଙ୍କର ଜନ୍ମତିଥିକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହୁଛି, ତାହାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା କରାଯାଇ ଏକ ତର୍କ ହୋଇ ସେଥିରୁ ନିଷ୍କର୍ଷ ବାହାରିଲେ ତାହାର ଠିକ ମତାମତ ପ୍ରକାଶ ପାଆନ୍ତା। ସାମନ୍ତ ଚନ୍ଦ୍ରଶେଖରଙ୍କୁ ଯେତେବେଳେ 14 ବର୍ଷ ହୋଇଥିଲା, ଅର୍ଥାତ୍ 1849 ମସିହାରେ ସେ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ ଏବଂ ଦୀର୍ଘ 20 ବର୍ଷର ନିରବଚ୍ଛିନ୍ନ ସାଧନା ପରେ 1869 ମସିହାରେ ଏହାର ସମାପ୍ତ ହୋଇଥିଲା। ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ମୋଟ 25ଟି ସଂସ୍କୃତ ଶ୍ଲୋକରେ ରଚିତ। ସେଥିରୁ 216ଟି ଶ୍ଲୋକ ଅନ୍ୟାନ୍ୟ ଜ୍ୟୋତିର୍ବିଦ ମାନଙ୍କ ଗ୍ରନ୍ଥରୁ ଉଦ୍ଧାର କରାଯାଇଥିବା ବେଳେ ବାକି 2284ଟି ଶ୍ଲୋକ ସାମନ୍ତଙ୍କ ନିଜସ୍ୱ ରଚନା। ସିଦ୍ଧାନ୍ତ ଦର୍ପଣର ସମସ୍ତ ଶ୍ଲୋକ ଭକ୍ତି ମାର୍ଗରେ ଅଭିପ୍ରେତ, ଆଦ୍ୟରେ ଭକ୍ତି ରସ, ଶେଷରେ ମଧ୍ୟ ଭକ୍ତି ରସ। ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ଶ୍ରୀକୃଷ୍ଣଙ୍କ ପାଦପୀଠରେ ସମର୍ପଣ କରାଯାଇଛି। ଏହାର ମୁଖବନ୍ଧରେ ପଠାଣି ସାମନ୍ତଙ୍କ ଭାଷାରେ ଏହା ଲେଖାଯାଇଛି, ଶ୍ରୀଭୂମାଧବ ଚକ୍ର ଚକ୍ରିୟବନିଭୃତ ଭଦ୍ରାଭୀରଭ୍ୟୁଜ୍ଜ୍ୱଳମ୍ ଶ୍ରୀକଣ୍ଠ ପ୍ରମୁଖାକ୍ଷିରାମଳ ଶିଖା ଜୁଷ୍ଟ୍ରାଙ୍ଗି ପୀଠୋତ୍ପଳମ୍ ଶ୍ରୀନୀଳାଚଳମୌଳିମଣ୍ଡନ ମହା ନୀଳାୟମାନମ୍ ମହ ଶ୍ରୀଭୂମାଧରିତ୍ସ୍ମରମ୍ ଭବତୁ ନ ପ୍ରତ୍ୟୁହ ହତ୍ୟୁଦ୍ୟତମ୍। ଅର୍ଥାତ୍ ମହାଲକ୍ଷ୍ମୀ, ନୀଳମାଧବ, ସୁଦର୍ଶନ, ଶେଷଦେବ, ସୁଭଦ୍ରା ପ୍ରଭୃତି ଦେବତା ଦେବୀମାନଙ୍କ ଦ୍ୱାରା ଯେ ଶୋଭିତ, ଦେବାଧିଦେବ ମହାଦେବ ପ୍ରମୁଖ ବିଶିଷ୍ଟ ଦେବତାମାନଙ୍କ ଦ୍ୱାରା ଯାହାଙ୍କର ଆସନ ସେବିତ ଅଟେ, ଯେ ନିଜର ଶୋଭା ଦ୍ୱାରା କନ୍ଦର୍ପକୁ ମଧ୍ୟ ତିରସ୍କୃତ କରିପାରନ୍ତି, ସେହି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆମ୍ଭମାନଙ୍କର ବିଘ୍ନ ବିନାଶ କରିବାକୁ ଆଗେଇ ଆସନ୍ତୁ। ସେହିପରି ସିଦ୍ଧାନ୍ତ ଦର୍ପଣର ଚତୁର୍ବିଂଶ ପ୍ରକାଶରେ ଆତ୍ମପରିଚୟ ପୂର୍ବକ ତାଙ୍କ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥକୁ ସେ ଶ୍ରୀକୃଷ୍ଣଙ୍କଠାରେ ସମର୍ପଣ କରିଦେଇଛନ୍ତି। ତାଙ୍କ ଭାଷାରେ ବେଳୋଦ୍ୟଦସିତ ଗୋତ୍ରେ ସୂତ୍ରାମାଢ଼ି ସ୍ତବାବଳି ପାତ୍ରେ ଗାତ୍ରମ୍ ମମ ସୁପବିତ୍ରେ ନିପତତୁ ପୁରୁଷୋତ୍ତମ କ୍ଷେତ୍ରେ ସୋହಂ ବ୍ରହ୍ମଗିରି ସମାଧବ ପଦାବାସଃ ସଧର୍ମଧମ୍ମଃ
ଶ୍ରୀକୃଷ୍ଣ ସିଦ୍ଧାନ୍ତ ଗ୍ରଥନମ୍ ଚକାର ଯଦିଦମ୍ ସ୍ୟାତ୍ କୃଷ୍ଣ ପାଦାର୍ପିତମ୍। ଅର୍ଥାତ୍ ମୋର ବାସସ୍ଥାନ ବ୍ରହ୍ମାଦ୍ରି ପର୍ବତରେ ବିଜେ ହୋଇଥିବା ଶ୍ରୀ ନୀଳମାଧବଙ୍କର କ୍ଷେତ୍ର କଣ୍ଟିଲୋ, ଯାହାକି ଖଣ୍ଡପଡ଼ା ସହରଠାରୁ ଉତ୍ତରରେ 13 କିଲୋମିଟର ଦୂର। ମୁଁ କ୍ଷତ୍ରିୟ ବିଦ୍ୟାରେ ଅଧମ। ଯେଉଁ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ମୁଁ ରଚନା କରିଛି, ତାକୁ ମୁଁ ଶ୍ରୀକୃଷ୍ଣଙ୍କ ପାଦପୀଠରେ ସମର୍ପଣ କରିଦେଉଛି। ଏବଂ ସିଦ୍ଧାନ୍ତ ଦର୍ପଣର ଉପସଂହାରରେ ସାମନ୍ତ ଲେଖିଛନ୍ତି, ବ୍ରହ୍ମାଣ୍ଡା ଖଣ୍ଡ ଭାଣ୍ଡା ସ୍ଥିରତର ଧରଣୀ, ମଣ୍ଡଳଉ ଭ୍ରାନ୍ତି ସୌଣ୍ଡ ପ୍ରୋଡଣ୍ଡେଇ ଲଣ୍ଡ ଦନ୍ତା ବଳ ବଳ ଦଳନା କୁଣ୍ଠ କଣ୍ଠୀରବଶ୍ରୀ। ସୋହಂ ନୀଳାଦ୍ରି ସିଂହା ନୟବଦନ ଧରି ନିର୍ଗତ ପ୍ରାପ୍ତ ଦୁର୍ଗ ସ୍ଫୀତିରକ୍ଷତିରସ୍ତୁ ପ୍ରଥମ ବିଗଣିତ ସ୍କନ୍ଧସାର ପ୍ରବନ୍ଧ।